ବାଲେଶ୍ୱର ମାଟି ହେଉଛି ସାହିତ୍ୟ ସଂସ୍କୃତି ଏବଂ ସଂଗ୍ରାମର ମାଟି। ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଭାଷା ଆନ୍ଦୋଳନ ପର୍ଯ୍ୟନ୍ତ ସବୁ ଏ ମାଟି ପୀଠରେ ଗୋଟିଏ ଗୋଟିଏ ଅଭୁଲା ପାଦଚିହ୍ନ। ପରାଧୀନ ଭାରତକୁ ବ୍ରିଟିଶ ଶାସକଙ୍କ କବଳରୁ ମୁକ୍ତି କରିବା ପାଇଁ ଏ ମାଟିରେ ଆରମ୍ଭ ହୋଇଥିଲା ବହୁ ଆନ୍ଦୋଳନ। ସେମିତି ଏକ ଆନ୍ଦୋଳନର ପୀଠ ହେଉଛି ବାଲେଶ୍ୱରର ଇଞ୍ଚୁଡ଼ି। ଲବଣ ସତ୍ୟାଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଜରାଟର ଦାଣ୍ଡି ପରେ ବାଲେଶ୍ୱର ଜିଲ୍ଲା ଇଞ୍ଚୁଡ଼ି ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ଆଉ ସେ ଦିନର ସତ୍ୟାଗ୍ରହୀ ନାହାନ୍ତି ସତ, ହେଲେ ଇତିହାସର ମୂକସାକ୍ଷୀ ଭାବେ ପଡ଼ି ରହିଛି ସ୍ମୃତିପୀଠଟି। ସେଦିନର ଘଟଣାବଳୀକୁ ମନେ ପକାଇ ଆଖିରୁ ଲୁହ ଝରାଉଛି ସ୍ମୃତିପୀଠ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଇଞ୍ଚୁଡ଼ି ଗାଁ। ଏ ମାଟି, ପାଣି, ପବନ ମନେ ପକାଇ ଦେଉଛି ସତ୍ୟାଗ୍ରହୀମାନଙ୍କର ବୀରତ୍ୱ କାହାଣୀ। 1930 ମସିହା ଏପ୍ରିଲ ମାସ 13 ତାରିଖ ଗୁଜରାଟର ଦାଣ୍ଡି ପରେ ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଇଞ୍ଚୁଡ଼ିର ଲବଣ ସତ୍ୟାଗ୍ରହ ସତ୍ୟାଗ୍ରହୀମାନଙ୍କୁ ଦେଇଥିଲା ଅପୂର୍ବ ଆନନ୍ଦ ଓ ଉତ୍ସାହ। ଏହି ପ୍ରସିଦ୍ଧ ସ୍ଥାନଟିକୁ ମଧ୍ୟ ଦ୍ୱିତୀୟ ଦାଣ୍ଡି ବୋଲି କୁହାଯାଏ। 1920 ମସିହାରୁ ଚାଲିଥିବା ଅହିଂସା ଆନ୍ଦୋଳନ ଫଳବର୍ତ୍ତୀ ନ ହେବା ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ସାରା ଭାରତବର୍ଷରେ 1930 ମସିହାରେ ଆରମ୍ଭ ହେଲା ଆଇନ ଅମାନ୍ୟ ଆନ୍ଦୋଳନ। ମାର୍ଚ୍ଚ ମାସ 12 ତାରିଖ ଦିନ ଗାନ୍ଧିଜୀ ଶୁଭାରମ୍ଭ କଲେ ଆଇନ ଅମାନ୍ୟ ଆନ୍ଦୋଳନ। ଆନ୍ଦୋଳନର କାରଣ ଥିଲା ଲବଣ ଆଇନକୁ ଉଲ୍ଲଂଘନ କରିବା। 78 ଜଣ ସହକର୍ମୀଙ୍କୁ ନେଇ ଦିନ ସାବରମତୀ ଆଶ୍ରମରୁ ଆରମ୍ଭ କଲେ ପଦଯାତ୍ରା। ଦୀର୍ଘ 375 କିଲୋମିଟର ରାସ୍ତା ଅତିକ୍ରମ କରି ଏପ୍ରିଲ 6 ତାରିଖ ଦିନ ସକାଳେ ଦାଣ୍ଡି ଉପକୂଳରେ ପହଞ୍ଚି ଲୁଣ ମାରି ଭଙ୍ଗ କଲେ ଲବଣ ଆଇନ। ତାଙ୍କର ଏହି ଲବଣ ଆଇନ ଭଙ୍ଗ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଂକେତ ପ୍ରଦାନ କଲା। ଏହାର ଠିକ୍ 7 ଦିନ ପରେ ଅର୍ଥାତ୍ ଏପ୍ରିଲ 13 ତାରିଖ ଦିନ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଆରମ୍ଭ ହେଲା ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ। ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଜୀବନରାମଜୀ କଲ୍ୟାଣଜୀ କୋଠାରୀ, ଆଚାର୍ଯ୍ୟ ହରିହର ଦାସ, ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ, କୈଳାସ ଦାସ, ନବକୃଷ୍ଣ ଚୌଧୁରୀ, ଗୋଲକନାଥ ଦେ ପ୍ରମୁଖ ଏହି ସତ୍ୟାଗ୍ରହର ମଙ୍ଗ ଧରିଥିବା ବେଳେ ନାରୀ ନେତ୍ରୀ ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀ, କୋକିଳା ଦେବୀ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏହି ସତ୍ୟାଗ୍ରହରେ କଟକରୁ ଲୌହସ୍ତମ୍ଭ ବାହିନୀ, ପୁରୀରୁ ପତିତ ବାହିନୀ, ସମ୍ବଲପୁରରୁ ପଶ୍ଚିମା ବାହିନୀ, ଗଞ୍ଜାମରୁ ଗଞ୍ଜାମ ବାହିନୀ, ବାଲେଶ୍ୱରରୁ ବଜ୍ରସ୍ତମ୍ଭ ବାହିନୀଙ୍କ ସମେତ ସୀମାନ୍ତ ଗାନ୍ଧୀଙ୍କ ଲାଲକୁର୍ତ୍ତା ବାହିନୀକୁ ମିଶାଇ 60,000 ସତ୍ୟାଗ୍ରହୀ ଛୁଟି ଆସିଥିଲେ ଦ୍ୱିତୀୟ ଦାଣ୍ଡି ଇଞ୍ଚୁଡ଼ିକୁ। ଗାନ୍ଧିଜୀ ଯେଉଁଦିନ ଲବଣ ଆଇନ ଭଙ୍ଗ କଲେ, ସେହିଦିନ ଓଡ଼ିଶାର 21 ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକର ସ୍ୱରାଜ ଆଶ୍ରମ ଛାଡ଼ି ଇଞ୍ଚୁଡ଼ି ଅଭିମୁଖେ ଆସୁଥିଲେ। ବାଟରେ ଏପ୍ରିଲ 8 ତାରିଖ ଦିନ ଗୋପବନ୍ଧୁ ଚୌଧୁରୀଙ୍କ ଚାନ୍ଦଳଠାରେ ପୋଲିସ ଗିରଫ କଲା। ଏହାପରେ ଆଚାର୍ଯ୍ୟ ହରିହର ଦାସ ସତ୍ୟାଗ୍ରହୀ ଦଳର ନେତୃତ୍ୱ ନେଇ ଏପ୍ରିଲ 12 ତାରିଖ ରାତି 12ଟା ବେଳେ ଇଞ୍ଚୁଡ଼ିରେ ପହଞ୍ଚି ପରଦିନ ଲବଣ ସତ୍ୟାଗ୍ରହରେ ସାମିଲ ହେଲେ। ଏପ୍ରିଲ 13 ତାରିଖ ଦିନ ସକାଳେ ଧୋବାଗଣ୍ଡି ନଦୀର ଅବବାହିକା ଚାଟିପଦାଠାରେ ଆରମ୍ଭ ହେଲା ଲୁଣମରା। ଏପ୍ରିଲ ମାସଠାରୁ ଜୁଲାଇ ମାସ ଯାଏ ଚାଲିଥିଲା ଲୁଣମରା। ଏହି ସମୟ ମଧ୍ୟରେ ସତ୍ୟାଗ୍ରହୀମାନଙ୍କ ଉପରେ ବ୍ରିଟିଶ ପୋଲିସ ଅକଥନୀୟ ଅତ୍ୟାଚାର କରିଥିଲା। ଲୁଣ ମାରିବା ପରେ ବାଲେଶ୍ୱର ସହରର ମତିଗଞ୍ଜକୁ ବିକ୍ରି କରିବା ପାଇଁ ଲୁଣ ନେଇ ଯାଉଥିବା ବେଳେ ସୁନ୍ଦରୀ ଛକ ଚାଉଳିଆବରଠାରେ ପୋଲିସର ଲାଠି ପ୍ରହାରରେ 27 ଜଣ ସତ୍ୟାଗ୍ରହୀ ଗୁରୁତର ହୋଇପଡ଼ିଥିଲେ। ଏହା ପରେ ପରେ ପୋଲିସ ଦ୍ୱାରା ଶତାଧିକ ସତ୍ୟାଗ୍ରହୀ ଗିରଫ ହୋଇଥିଲେ।